मंथन यह लिखिछंती मनोरंजन दास। तो प्रथमे आमे कवि परिचय उपर आलोचना करिबा। कवि परिचय। स्वाधीनता परवर्ती काल रे नाट्यकार मनोरंजन एक बलिष्ठ नाट्य प्रतिभा। 1945 मसीहारे तांकर प्रथम नाटक यौवन प्रकाशित होइतिला। यह अन्नपूर्णा बी ग्रुप द्वारा अभिनीत होइतिला। 1947 मसीहा अगस्ट 11 तारिख रे तांकर देशात्मबोधक नाटक अगस्ट 9 मंचस्थ होइतिला। ଏହା ପରେ ତାଙ୍କର ତୃତୀୟ ନାଟକ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ପ୍ରକାଶ ପାଏ। 1948 ରେ ଶ୍ରୀଦାନ ଐତିହାସିକ ନାଟକ ବକ୍ସି ଜଗବନ୍ଧୁ ରଚନା କରିଥିଲେ। ଓଡ଼ିଶାରେ ନୂତନ ନାଟ୍ୟଧାରାର ପ୍ରବର୍ତ୍ତକ ହେଉଛନ୍ତି ମନୋରଞ୍ଜନ। ଓଡ଼ିଶାରେ ନୂତନ ନାଟ୍ୟଧାରାର ପ୍ରଥମ ସୃଷ୍ଟି ହେଉଛି ଆଗାମୀ, ଯାହାକି 1950 ରେ लिखित। ଏହି ନାଟକଟି ପାରମ୍ପରିକ ନାଟ୍ୟଶୈଳୀଠାରୁ ଭିନ୍ନ। ଗାନ୍ଧୀବାଦ, ମାର୍କ୍ସବାଦ ଓ ଫ୍ରଏଡଙ୍କର ଯୌନ ଦର୍ଶନର ସମନ୍ୱିତ ଚିତ୍ର ଏଥିରେ ଗୃହୀତ। 1950 ମସିହାରେ ୟୁନାଇଟେଡ୍ ଆର୍ଟିଷ୍ଟ ସଂସ୍ଥା ଆଗାମୀ ନାଟକକୁ ମଞ୍ଚସ୍ଥ କରିଥିଲା। ଏହି ନାଟକର ବାର୍ତ୍ତା ହେଉଛି ମଣିଷ ଅସହାୟ। ସାଗର ମନ୍ଥନ ନାଟକଟି ନବଗଠିତ ସୁଜନୀ ସୌଖିନ ନାଟ୍ୟ ସଂସ୍ଥା ଦ୍ୱାରା ପ୍ରାୟୋଜିତ ହୋଇଥିବା ଏକ ଅନୁବାଦ ନାଟକ। ଏହା 1964 ଜୁଲାଇ ମାସରେ ଅଭିନୀତ ହୋଇଥିଲା। ଉକ୍ତ ନାଟକଟି ନାଟ୍ୟକରଙ୍କ ଏକାନ୍ତ ନିଜସ୍ୱ ପରିକଳ୍ପନା ନୁହେଁ। ସ୍ୱନାମଧନ୍ୟ ଇଂରାଜୀ ନାଟ୍ୟକାର ଜେ.ବି. ପିସ୍ଲରଙ୍କ ପ୍ରସିଦ୍ଧ ନାଟକ ଅନ୍ ଇନ୍ସପେକ୍ଟର କଲ୍ସ ର ଛାୟାରେ ସାଗର ମନ୍ଥନ ନାଟକର ସୃଷ୍ଟି ହୋଇଥିଲେ ହେଁ ଶ୍ରୀଯୁକ୍ତ ଦାସ ନାଟକର ସ୍ୱତନ୍ତ୍ର ବଜାୟ ରଖିଛନ୍ତି। ଏବେ ଆମେ ଆଲୋଚନା କରିବା ସାଗର ମନ୍ଥନର ବିଷୟବସ୍ତୁ। ସାଗର ମନ୍ଥନ ନାଟକର କାହାଣୀ ବେଶ ଚିତ୍ତାକର୍ଷଣ। ଶିଳ୍ପପତି ଦୁର୍ଗାପ୍ରସନ୍ନ, ପତ୍ନୀ କରୁଣା, କନ୍ୟା ଶିଲା, ପୁତ୍ର ଅଜିତ ଓ ଭାବୀ ଜମାତା ବିକାଶକୁ ନେଇ ଘରେ ଏକ ପାର୍ଟିରେ ବ୍ୟସ୍ତ ଥିଲାବେଳେ ଜଣେ ପୁଲିସ ଇନ୍ସପେକ୍ଟର ଅବଧୂତ ରାଓ ଜୈନକ ଅସହାୟ ବାଳିକାର ଆତ୍ମହତ୍ୟା ସମ୍ପର୍କରେ ତଦନ୍ତ କରିବାକୁ ଯାଇ ତାଙ୍କ ଗୃହରେ ଅଚାନକ ଉପସ୍ଥିତ ହେଉଛନ୍ତି। ଦୁର୍ଗାପ୍ରସନ୍ନ ଦୃଢ଼ କଣ୍ଠରେ ଘୋଷଣା କରିଛନ୍ତି ଯେ ସେ ଏଥି ସହିତ ଆଦୌ ସମ୍ପୃକ୍ତ ନୁହନ୍ତି। ମାତ୍ର ଅବଧୂତ ପ୍ରମାଣ କରିଦିଅନ୍ତି କେବଳ ଦୁର୍ଗାପ୍ରସନ୍ନ ନୁହନ୍ତି, ତାଙ୍କର ପରିବାରର ସମସ୍ତେ ଏବଂ ଏପରିକି ଭାବୀ ଜମାତା ବିକାଶ ମଧ୍ୟ ଏହି ଆତ୍ମହତ୍ୟା ସହିତ ଜଡ଼ିତ। ସେହି ନିରନ୍ନ ବାଳିକାଟି ଉପାୟହୀନ ଭାବେ ବିଭିନ୍ନ ନାମରେ ବିଭିନ୍ନ ଚରିତ୍ର ନିକଟବର୍ତ୍ତୀ ହୋଇ ପ୍ରତାରିତ ହେବା ପରେ ଶେଷକୁ ଅନ୍ୟ ଉପାୟ ନ ପାଇ ଆତ୍ମହତ୍ୟା କରିଛି। ପ୍ରଥମେ ଦୁର୍ଗାପ୍ରସନ୍ନଙ୍କ ଶିଳ୍ପ ପ୍ରତିଷ୍ଠାନରେ କାମ କରୁଥିଲା ବେଳେ ଅଧିକ ମଜୁରୀ ଦାବି କରି ଶ୍ରମିକ ଆନ୍ଦୋଳନର ନେତୃତ୍ୱ ନେଇଥିବାରୁ ସେ ତାକୁ ଚାକିରିରୁ ବିତାଡ଼ିତ କରିଛନ୍ତି। ତାହାପରେ ସେ ନାମ ପରିବର୍ତ୍ତନ କରି ଏକ ଭେରାଇଟି ଷ୍ଟୋରରେ ସେଲମ୍ୟାନ କାମ କରିଛନ୍ତି। ଶିଲା ଏକଦା ସେହି ଷ୍ଟୋରକୁ ଗରମ କୋଟ୍ କିଣୁଥିବା ବେଳେ ତାଙ୍କ ପସନ୍ଦର କୋଟ୍ଟି ତାଙ୍କୁ ଭଲ ମ୍ୟାଚ୍ ନ କରି ସେହି ସୁନ୍ଦର ଝିଅଟିକୁ ଭଲ ମ୍ୟାଚ୍ କରିଥିଲା। ଏକଥା ଶିଲା ଦେହରେ ହଜମ ହୋଇନଥିଲା। ଯେଉଁଥିପାଇଁ ଶିଲା ମ୍ୟାନେଜରଙ୍କ ନିକଟରେ ଅଭିଯୋଗ କରି ଝିଅଟିକୁ କର୍ମଚ୍ୟୁତ କରିଛନ୍ତି। ଏହି ଅସହାୟତାର ସୁଯୋଗ ନେଇ
ବିକାଶ ତାଙ୍କ ନିକଟବର୍ତ୍ତୀ ହୁଅନ୍ତି ଏବଂ ସେହି ତାର ଅମୂଲ୍ୟ ନାରୀତ୍ୱଟିକୁ ଲୁଟି ନେଇ ପ୍ରତ୍ୟାଖ୍ୟାନ କରନ୍ତି। ଝିଅଟି ମଧ୍ୟ ଏମିତି ଜୀବନ ଯନ୍ତ୍ରଣା ଭିତରେ ଆନ୍ତନାଦ କରୁ କରୁ ଏହି ମାର୍ଗରେ ହିଁ ସାମାନ୍ୟ ସୁଖ ଶାନ୍ତିର ଆଲୋକ ଦେଖି ସିଦ୍ଧାନ୍ତ ନେଇଛି, ଜୀବନର ଗତିଟା ଟିକିଏ ବଦଳାଇ ଦେଲେ କ୍ଷତି କ'ଣ? ବିକାଶଙ୍କ ପରେ ଅଜିତଙ୍କ ପ୍ରଲୋଭ କାମଲାଲସା ଶିକାର ହୋଇଛି ସେହି ନିରୀହ ଝିଅଟି। ଏହାର ପରିଣତିରେ ଉଦୟ ହୋଇଛି ତାର ମାତୃତ୍ୱ। ନା, ମାତୃତ୍ୱ କହିଲେ ଭୁଲ ହେବ। ଏହା ତା ପାଇଁ ଏକ ଅନାକାଂକ୍ଷିତ ପାପଗର୍ଭ। ତେଣୁ ଅଜିତ ମଧ୍ୟ ତାଙ୍କୁ ପ୍ରତ୍ୟାଖ୍ୟାନ କରିଛି। ମାତୃତ୍ୱକୁ ସ୍ୱୀକୃତି ଦେବା ପାଇଁ ଛନ୍ଦବଧୂ ନାମରେ କରୁଣାଙ୍କ ସଭାପତିତ୍ୱରେ ଗଠିତ ନାରୀ କଲ୍ୟାଣ ସମିତି ଦ୍ୱାରସ୍ଥ ହୋଇଛନ୍ତି କିଛି ଅର୍ଥ ସାହାଯ୍ୟ ପାଇଁ। ମାତ୍ର ତାକୁ ସନ୍ଦେହ କରି କରୁଣା ନିରାଶ କରିଛନ୍ତି, ଯାହାଫଳରେ ସବୁ ଦିଗରୁ ବ୍ୟର୍ଥ ହୋଇ ନାରୀ ଚରିତ୍ରଟି ଶେଷକୁ କାର୍ବୋଲିକ ଏସିଡ୍ ଖାଇ ଆତ୍ମହତ୍ୟା କରିଛି। ଏହା ହେଉଛି ସାଗର ମନ୍ଥନ ନାଟକର ବିଷୟବସ୍ତୁ।